ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସୁଭୋଦୟ ଯୋଜନା ଆରମ୍ଭ ହୋଇଛି। ଆପଣମାନେ ଆବେଦନ କରନ୍ତୁ। ତେଣୁ ଆବେଦନ କରିବା ପୂର୍ବରୁ ଆପଣମାନେ ହଜାର ଥର ଭାବନ୍ତୁ, ଯେପରିକି ଭବିଷ୍ୟତରେ ଆପଣମାନେ ସମସ୍ୟାର ସମ୍ମୁଖୀନ ନ ହେବେ। ତେଣୁ ଆପଣମାନେ କିପରି ଭବିଷ୍ୟତରେ ପସ୍ତେଇବେ ନାହିଁ, ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି। ଏବଂ ଆପଣମାନେ ସୁଭୋଦୟ ଯୋଜନା ଆବେଦନ କରିବା ପୂର୍ବରୁ କେଉଁ କଥା ପ୍ରତି ଧ୍ୟାନ ଦେବେ, ଆପଣମାନେ କିପରି ଆବେଦନ କରିବେ, ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି। ତେଣୁ ଆପଣମାନେ ଭବିଷ୍ୟତରେ କେଉଁ ସମସ୍ୟାର ସମ୍ମୁଖୀନ ହେବେ, ମୁଁ ଆପଣଙ୍କୁ ଡିଟେଲ୍ସ କହି ଚାଲନ୍ତୁ ଦେଖିବା। ଦେଖନ୍ତୁ, ଏଠି ଯଦି ସୁଭୋଦୟ ଯୋଜନା ବର୍ତ୍ତମାନ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ଏହା 2024-25 ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ ଲାଗୁ ରହିବ, ଯାହାକି 50,000 ଟଙ୍କା ପ୍ରତି ମହିଳାକୁ ଏଠି ମିଳିବ। ଏଥିପାଇଁ ରାଜ୍ୟ ସରକାର ପ୍ରାୟ 55,825 କୋଟି ଟଙ୍କା ଏଠି ଖର୍ଚ୍ଚ କରିବେ। ତେଣୁ ଆପଣମାନେ ଏହା ହେଉଛି ଆପଣମାନଙ୍କୁ ଏହା ସୁବର୍ଣ୍ଣ ସୁଯୋଗ, ତେଣୁ ହାତଛଡ଼ା କରନ୍ତୁ ନାହିଁ। ଏଥିପାଇଁ ପ୍ରଥମ ଥର ପାଇଁ 1 କୋଟି ମହିଳାମାନଙ୍କୁ ସାମିଲ କରାଯିବ। ତା ସହିତ ଦେଖନ୍ତୁ, ଏଠି ଯେଉଁମାନେ ସୁଭୋଦୟ ଯୋଜନା ହିତାଧିକାରୀ, ଏଇମାନଙ୍କୁ ପ୍ରତିବର୍ଷ 10,000 ଟଙ୍କା ଲେଖା ଏଠି ମିଳିବ। ତେଣୁ 2ଟି କିସ୍ତିରେ ଆପଣଙ୍କୁ ଡିବିଟି ମାଧ୍ୟମରେ ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ 5,000 ଲେଖାଏଁ ମିଳିବ। ତେଣୁ ଏହା ବହୁତ ବଡ଼ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏ ଦେଖନ୍ତୁ, ଯେଉଁ ଆପଣମାନେ ଯଦି ସୁଭୋଦୟ ଯୋଜନା ସାମିଲ ହେବାକୁ ଚାହୁଁଛନ୍ତି, ଆପଣମାନେ ଅଫଲାଇନ୍ ଫର୍ମରେ ଆବେଦନ କରିବେ। ଏହା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବ୍ଲକ ଅଫିସ୍, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ଆପଣମାନେ ଏହି ଫର୍ମଟି ମାଗଣାରେ ପାଇପାରିବେ। ମୁଁ ଆପଣଙ୍କୁ PDF ମାଧ୍ୟମ ଦେବି। ଦେଖନ୍ତୁ, ଏଠି ଯେଉଁମାନେ ହିତାଧିକାରୀ ଆବେଦନ କରିବା ପୂର୍ବରୁ ଆପଣମାନଙ୍କୁ ଦେଖନ୍ତୁ, ମୁଁ କହି ରଖୁଛି, ଆପଣ ଠିକ୍ ଆଉ ନିର୍ଭୁଲ ଭାବରେ ସୂଚନା ପ୍ରଦାନ କରନ୍ତୁ। ଆପଣମାନେ କୌଣସି ଭୁଲ ତଥ୍ୟ ଦେଇକି ଏ ଯୋଜନାରେ ସାମିଲ ହୁଅନ୍ତୁ ନାହିଁ। ତେଣୁ ଆପଣମାନଙ୍କୁ ଭବିଷ୍ୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ମୁଁ ଆପଣମାନଙ୍କୁ କହିବି ଡିଟେଲ୍ସ। ଦେଖନ୍ତୁ, ଏଠି ଯଦି ହିତାଧିକାରୀ ଅଯୋଗ୍ୟ ପ୍ରମାଣ ହୁଅନ୍ତି, ତ ଆପଣ ଆବେଦନ କରିଛନ୍ତି, ଟଙ୍କା ପାଇଯାଉଛନ୍ତି, ଶେଷରେ ଆପଣ ଯଦି ଭେରିଫିକେସନ୍ ହେଲା ପରେ ଆପଣମାନେ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି, ତାହେଲେ ଆପଣମାନଙ୍କୁ ଅର୍ଥ ଯେଉଁ ପ୍ରଦାନ ଥିବ ବନ୍ଦ କରାଯିବ। ଆପଣମାନଙ୍କୁ ଆଉ ଟଙ୍କା ମିଳିବ ନାହିଁ। ତା ସହିତ ଆପଣମାନେ ଦେଖନ୍ତୁ, ଏଠି ଯଦି ଆପଣମାନଙ୍କ ଅର୍ଥ ଯାଇଛି, ତାହା ଫେରାଇ ଅଣାଯିବ ଏବଂ ଆଇନଗତ ପଦକ୍ଷେପ ଆପଣଙ୍କୁ ନିଆଯିବ। ଠକେଇ ଅଭିଯୋଗରେ ଆପଣମାନଙ୍କୁ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ଏ ଭବିଷ୍ୟତ ପାଇଁ ବହୁତ ବଡ଼ ଖରାପ। ତାପରେ ଦେଖନ୍ତୁ, ଏଠି ଯେଉଁମାନେ ଧନିକ ଶ୍ରେଣୀ ମହିଳା ବା 2,50,000 ଟଙ୍କା ଅଧିକ ବାର୍ଷିକ ଆୟ ହେଉଛି ଓ ସରକାରୀ କର୍ମଚାରୀ, ତା ସହିତ ଏଠି ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ତେଣୁ ଆପଣମାନେ ଯଦି ଏହା ଗାଇଡ଼ଲାଇନ୍ସ ଅଛି, ଆପଣମାନେ କେବେ ବି ଆବେଦନ କରନ୍ତୁ ନାହିଁ। ଆପଣ ଚାହିଁଲେ ବି ଏହି ଯୋଜନାକୁ ସ୍ୱ ଇଚ୍ଛାରେ ମଧ୍ୟ ବାହାରି ପାରିବେ। ଏହା ମଧ୍ୟ ସୁଯୋଗ ଆପଣମାନଙ୍କୁ ମିଳିବ। ଆପଣମାନେ କିପରି ଆବେଦନ କରିବେ, ଓଡ଼ିଆରେ ଫର୍ମ ଆପଣମାନଙ୍କ ଡିଟେଲ୍ସ ଫିଲ୍ଅପ୍ କରିବି। ଚାଲନ୍ତୁ ଦେଖିବା ଯେ ଆପଣମାନେ ସୁଭୋଦୟ ଯୋଜନାକୁ ଫର୍ମଟି କିପରି ଆବେଦନ କରିବେ ଏବଂ କେଉଁଠି ଆବେଦନ କରିବେ, କିପରି ଫିଲ୍ଅପ୍ କରିବେ, ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି। ଦେଖନ୍ତୁ, ଆପଣମାନେ ଏହିଭଳି ଫର୍ମଟି ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପାଇପାରିବେ। ଏଥିପ୍ରତି ଆପଣମାନଙ୍କୁ ଏଠି ମାଗଣାରେ ମିଳିବ। ତା ସହିତ ଆପଣଙ୍କର ଟୋଲ୍ ଫ୍ରି ନମ୍ବର ରହିଛି, ଆପଣ ଚାହିଁଲେ ବି ଟୋଲ୍ ଫ୍ରି ନମ୍ବର କଲ୍ କରି ଜାଣିପାରିବେ। ଦେଖନ୍ତୁ, କିପରି ଆଗକୁ ଆବେଦନ କରିବେ। ଆପଣମାନଙ୍କୁ ଆଧାର କାର୍ଡ଼ ନିହାତି ଦରକାର। ଆଧାର କାର୍ଡ଼ଟି ମେନ୍ ଡକ୍ୟୁମେଣ୍ଟ ପରେ ରଖାଯିବ। ଏଠି ଆଧାର କାର୍ଡ଼ରେ ଯେଉଁ ନାଁ ରହିଛି, ଆପଣମାନେ ଏଠି ସଠିକ୍ ଭାବରେ ଏଠି ନାଁ ଦେବେ। ତା ସହିତ ଆଧାର ନମ୍ବର ଏବଂ ସ୍ୱାମୀ ବା ପିତାଙ୍କ ବା ସ୍ୱାମୀଙ୍କ ନାମ ଦେବେ ଏଠି ଏବଂ ଜନ୍ମ ତାରିଖ। ଆଧାର କାର୍ଡ଼ରେ ଯେଉଁ ଜନ୍ମ ତାରିଖ ରହିଛି ତାହାକୁ ଏଠି ଫିଲ୍ଅପ୍ କରିବେ। ତାପରେ ଆପଣମାନେ କେଉଁ ବର୍ଗର, SC, ST, OBC, ଜେନେରାଲ, ଏଠି ଆପଣ କ୍ଲିକ୍ କରିବେ। ତାପରେ ଶାରୀରିକ ଭିନ୍ନକ୍ଷମ, ଆପଣ ଶାରୀରିକ ଭିନ୍ନକ୍ଷମ ହଁ କି ନାହିଁ ଏଠି ଆପଣ କ୍ଲିକ୍ କରିବେ। ତା ସହିତ ଆପଣମାନଙ୍କୁ ଆଧାର କାର୍ଡ଼ ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ରହିଛି ତାକୁ ଏଠି ଦେବେ। ଯଦି ଆପଣମାନେ ଅଲଗା କିଛି ବ୍ୟାଙ୍କ ବା ମୋବାଇଲ ନମ୍ବର ରହିଛି, ଏଠି ଆପଣ ଫିଲ୍ଅପ୍ କରିବେ। ତାହେଲେ ଦେଖନ୍ତୁ, ଆପଣଙ୍କର ଏଠି ଆଡ୍ରେସ୍ ତ ନିହାତି ଦରକାର। ଆଧାର କାର୍ଡ଼ରେ ଯେଉଁ ଆଡ୍ରେସ୍ ରହିଛି, ଆପଣ ସେଇ ଆଡ୍ରେସ୍ ଅନୁସାରେ ଏଠି ଫିଲ୍ଅପ୍ କରିବେ। କେଉଁ ଜିଲ୍ଲା ଆପଣ ଦେବେ, ଗ୍ରାମ, ଏଠି ଗ୍ରାମ ପଞ୍ଚାୟତ। ତା ସହିତ ଏଠି ଦେଇଛି, ଦେଖନ୍ତୁ ଯେ ଆପଣ ଏଠି କେଉଁ ବ୍ଲକରେ ବିଲଙ୍ଗ କରୁଛନ୍ତି, ଯେଉଁ ସହରାଞ୍ଚଳରେ ରହୁଛନ୍ତି, ୱାର୍ଡ଼, ଏଠି ଅର୍ବାନ୍ ବଡ଼ି। ତାପରେ ସହିତ ଆଧାର ସହିତ ସଞ୍ଚୟ ଖାତା, ଏଇଟା ନିହାତି ଦରକାର। ଆପଣମାନଙ୍କ ଆଧାରକୁ ଯେଉଁ ବ୍ୟାଙ୍କ ଖାତା ଲିଙ୍କ ରହିଛି, ସେ ବ୍ୟାଙ୍କର ଆପଣ ଏଇ ଡିଟେଲ୍ସ ଏଠି ଦେବେ। ଏ ଫିଲ୍ଅପ୍ କଲା ପରେ ଆପଣଙ୍କୁ କିଛି ଗାଇଡ଼ଲାଇନ୍ସ ଏଠି ଫଲୋ କରିବାକୁ ପଡ଼ିବ। ଦେଖନ୍ତୁ, ଏଠି ରହିଛି, ଏହା ତ ନିହାତି ଦରକାର। ଯଦି ଆପଣମାନେ ଓଡ଼ିଶାର ବାସିନ୍ଦା, ଏଠି କ୍ଲିକ୍ କରିବେ। 1 ଜୁଲାଇ 2024 ସୁଦ୍ଧା ଆପଣମାନଙ୍କୁ 21 ବର୍ଷ ହେଉଥିବା ନିହାତି ଦରକାର। 21 ବର୍ଷରୁ 60 ବର୍ଷ ମଧ୍ୟରେ ଆପଣମାନେ ହିଁ ଆବେଦନ କରିପାରିବେ। ତାପରେ ଦେଖନ୍ତୁ, ଏଠି ଦେଇଛି, ମୁଁ କୌଣସି ରାଜ୍ୟ ବା କେନ୍ଦ୍ର ସରକାର ଯୋଜନା ଅଧୀନରେ
ଟଙ୍କା ଅଥବା ତା ଅଧରୁ ଅଧିକ ଆର୍ଥିକ ସହାୟତା ରାଶି ପାଉନାହିଁ। ଏଟା କ୍ଲିକ୍ କରିବେ ଏବଂ ମୋ ପରିବାର କୌଣସି ପୂର୍ବତନ ସାଂସଦ ବା ବିଧାନସଭା ସଦସ୍ୟ ନୁହନ୍ତି। ଏଇ ଡିଟେଲ୍ସ ଆପଣ ଫିଲ୍ଅପ୍ କରିସାରିଲା ପରେ ଦେଖନ୍ତୁ ଆପଣମାନଙ୍କୁ ଏଇଟା ନିହାତି ଦରକାର ମନେ ରଖିବେ ଯେ ଆପଣ ଯଦି ଇନକମ୍ ସାର୍ଟିଫିକେଟ୍ କରୁଛନ୍ତି ଏଠି 2,50,000 ଟଙ୍କାର ଆର୍ଥିକ ବର୍ଷ ଆପଣ କମ୍ ହେଉଥିବା ନିହାତି ଦରକାର। ଆପଣ ପରିବାରରେ କୌଣସି ସଦସ୍ୟଙ୍କ ନାଁରେ 4 ଚକିଆ ଯାନ ଯେପରି ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟ ଯାନ ଏସବୁ ନଥିବ ଏବଂ ଆପଣ 5 ଏକର ଜମିରୁ ଅଧିକ ନଥିବ ନିହାତି ଦରକାର। ତା ସହିତ ଏ ସମସ୍ତ ଫିଲ୍ଅପ୍ କଲା ପରେ ଆପଣ ଦେଖନ୍ତୁ ଏଠି ଦେଇଛି ଆପଣମାନେ ଡିଟେଲ୍ସ ଫିଲ୍ଅପ୍ କରିବେ। ତାପରେ ଏଠି ଆପଣଙ୍କ ଦସ୍ତଖତ ଦେବେ ଏବଂ ତାରିଖ ଏଠି ଫିଲ୍ଅପ୍ କଲା ପରେ ଆପଣ ଯାଇକି ଆବେଦନ କରିପାରିବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।